କି କାମ ବେ ଶଳା ମ୍ୟାନେଜର ବୁଢା ଆମ ଭଳି ଏମ୍ପ୍ଲୟ ମାନଙ୍କ ଜୀବନ ନେଇ ସାରିଲାଣି। ଓହୋ ହେ ପ୍ରଭୁ ଶଳା ଟିକେ ଶାନ୍ତିରେ ଖାଇ ବି ହଉନି। ଖାଇବାଟା ସେତିକି ଆଳୁ ଥୁଆ ହେଇଛି ଥଣ୍ଡା ହେଇଗଲାଣି। ଶଳା ବୁଢା ମତେ ମାରିକି ଛାଡିବ। କି କାମ କଲି ରେ ପ୍ରଭୁ। ଶଳା ଘରେ ମାଇକିନା ରଖେଇ ଦଉନି, ଏଠି ଅଫିସରେ ବୁଢା ମ୍ୟାନେଜର ରଖେଇ ଦଉନି। କୁଆଡେ ବାବାଜୀ ହେଇକି ପଳେଇଲେ ଭଲ ହବ। ନାଳୁଆଟା କୁଆଡେ ଗଲା ଯେ ନମ୍ବରଟା ବି ଖୋଜୁଛି ପାଉନି। ସେତିକା ବେଳେ ସେ ଅଧଘଣ୍ଟା ହବ ଠିଆ ହେଲେଣି, କହୁଛି ଯାଉଛି ବୋଲି ଏପର୍ଯ୍ୟନ୍ତ ଆସିନି। କୁଆଡେ ଗଲା ନମ୍ବରଟା, କୁଆଡେ ଗଲା ଯେ। ହ୍ୟାଲୋ ହ୍ୟାଲୋ, ଆବେ ନାଳୁଆ କୁଆଡେ ପଳେଇଲୁ କି ବେ? ଏବେ ତ ଅଫିସ ଯାର ଅଧଘଣ୍ଟା ମୁଁ ଠିଆ ହେଇଛି, ତତେ କଣ ଜଣା ପଡୁନି? କଲ୍ କରୁଛି ରିସିଭ୍ ବି କରୁନୁ। ଜଲ୍ଦି ଆସ ତ ଅଫିସ ବାହାରକୁ। ତୋର ବୋଧେ ମନେ ନାହିଁ ନା କଣ, ମରିଗଲୁ ନା କଣ ସେଠି? ଆଉ ମରିଗଲେ ସେଟା ଭଲ ହୁଅନ୍ତା। ହଉ ତୁ ଏତେ ଆଉ ରାଗେନି, ସେଠି କୋଉଠି ବସ୍ତା, ମୁଁ ଯାଉଛି ତଳକୁ। ସଇଲାଣି ସବୁ, ମୁଁ ଗଲେ ତୋ ପାଖକୁ କହିବି ସବୁ କଥା। ମୁଁ ଯାଉଛି। ହଁ ଜଲ୍ଦି ଆସ ଜଲ୍ଦି। ଆସିଗଲ ସାହେବ ନା? ତୋର କଣ ମନେ ନାହିଁ କି? ତୁ କହିଥିଲୁ ପିକନିକ ଯିବୁ ବୋଲି। ତୁ ଗୋଟେ ପିଲା 8ଟାରେ ଆସିବୁ ବୋଲି କହି ଆସିକି ଆଉଛୁ 10ଟାରେ। ଚାଲ ଚାଲ ଜଲ୍ଦି ଚାଲ, ଡେରି ହେଲାଣି, ଆମ ଟ୍ରେନ ଧରିବା ଟାଇମ ହେଇଗଲାଣି। ଆବେ ମୁଁ କଣ କରିବି କହନି, ସେ ଶଳା ମ୍ୟାନେଜର ଗୁଡା ମତେ ଜମା ଛାଡିଲେନି କାମରୁ। ତାପରେ ଆହୁରି ବେଶୀ କାମ ଦେଇଗଲା। ହଉ ଛାଡ ସେ କଥା, ଆମେ ପଛରେ ହେବା। ଚାଲ ଚାଲ ଜଲ୍ଦି ଚାଲ, ଟାଇମ ହେଇଗଲାଣି। ହଉ ଚାଲ ଚାଲ। ଆବେ କାଳିଆ, ସତରେ ଏଠିକି ଆସିକି ମାଇଣ୍ଡ ଫ୍ରେଶ ହେଇଗଲା ବେ। ସତେ ଲାଗୁଛି ଯେମିତି ସ୍ୱର୍ଗକୁ ପଳେଇ ଆସିଲି। କି ସୁନ୍ଦର ଜାଗା ବେ, ମନ ପୂର୍ଣ୍ଣିମା ଯିବାକୁ। ଆଗକୁ ଚାଲ ଟିକେ, ଏକାଥରେ ସ୍ୱର୍ଗର ଅପ୍ସରା ବି ଦେଖିବୁ। ହଉ ଚାଲ ଚାଲ। ଆବେ କାଳିଆ ଦେଖ ଦେଖ ଦେଖ, ସେ ନାଲି ମିର୍ଚିଟା ମୋର ଆଉ ସେ କାଳି ମିର୍ଚିଟା ତୋର। ହଁ ବେ ଶଳା ଦାନ୍ତ ଦେଖା ଦାନ୍ତ। ମୁଁ କଲେ ଗୋଟେ ଆଉ କମେଣ୍ଟ ପାସ କରିବି, ମୁଁ ତୋର ଏଠି କର୍ମ କ୍ରିୟା କରିଦେମି ହାତରେ। ସୁଧି ହେଇ ପଳେଇମି ହାତରେ ନା ମନ ତୁ ହାତରେ। ତ ଘରେ ଖୋଜ ଖବର ବି ପାଇବେନି। ଫୋପାଡ଼ି ଦେ ମାନେ ମରିବ ଏଠି। ଆବେ ତୁ ରାଗୁଛୁ କଣ ପାଇଁ? ମୁଁ ମଜା କରୁଥିଲି ନା। ଓ ଚାଲ ବୁଲିବାକୁ ଯିବା। ଝିଅ ପିଲା ଭଳିଆ ରାଗୁଛୁ, ତାର ଟିକେ ଦୋଷ ଅଛି ଆଉ। ହଉ ଚାଲ ଚାଲ ଯିବା ଚାଲ। ଆବେ ନାଳୁଆ, ତୋ କମ୍ପାନୀରେ ମୋ ନାଇଁ ଟିକେ ଜବଟେ ବୁଝି ଦଉନୁ। ମୁଁ ଯୋଉଠି କାମ କରୁଛି ସେଠି ସାଲେରୀ ଟିକେ କମ ମିଳୁଛି ତ, ଟିକେ ତୋ କମ୍ପାନୀ ବୁଝିଦେଲେ ଭଲ ହୁଅନ୍ତା। ସେ କମ୍ପାନୀ କଥା କହନା, ସେ ଅପରସା କଥା। ସେ ମ୍ୟାନେଜର ବୁଢା ଯେ ଅଛି ତ ମୁଣ୍ଡ ଖାଇଯିବ ବେ। କାହିଁ ସେ ନରକକୁ ଯିବା କହୁଛୁ? ଓହୋ ତୋ ଯେ ଅସୁବିଧା ଯଦି ଅଛି, ତାହେଲେ ତୁ କହୁଛୁ ଯଦି ମୁଁ ବୁଝିଦେବି ଆଉ। ତତେ ବୁଝିକି କଲ୍ କରିବି ହେଲା। ହଉ ଚାଲ ଯିବା ଏବେ ଘରକୁ ହେଲା। ହଁ ଚାଲ ଚାଲ। ସାର୍ ଗୁଡ ମର୍ଣ୍ଣିଂ। ସାର୍ ଇଏ ମୋ ସାଙ୍ଗ କାଳିଆ, ଆର ଟିକେ ଜବ୍ ଦରକାର ଥିଲା, ଆପଣ ଟିକେ ବୁଝିଲେ ଭଲ ହୁଅନ୍ତା। କାଳିଆ ଇଏ ହଉଛନ୍ତି ଆମ ମ୍ୟାନେଜର ସାର୍, କଥା ହଉ ସାର୍ଙ୍କ ସାଙ୍ଗରେ। ସାର୍ ନମସ୍କାର। ସାର୍ ମୋର ଜବ୍ ଦରକାର ଥିଲା ଆପଣଙ୍କ କମ୍ପାନୀରେ, ଯଦି ଟିକେ ବୁଝାବୁଝି କରିଦେବେ ଟିକେ ଭଲ ହୁଅନ୍ତା। ଆଚ୍ଛା, ତମେ ସବୁ ସାର୍ଟିଫିକେଟ ଆଣିଛ ତ? ହଁ ସାର୍, ହଁ ମୁଁ ଆଣିଛି ସବୁ ସାର୍ଟିଫିକେଟ। ଆପଣ କହିଲେ ମୁଁ ଦେଖେଇବି ଆଉ। ଆଚ୍ଛା, ତମର କାଷ୍ଟ କ'ଣ? ସାର୍ ଆମର ତ ଜେନେରାଲ କାଷ୍ଟ। ତେବେ ଥାଉ ତମ ସାର୍ଟିଫିକେଟ। ଏଠି ତମ ପାଇଁ ଜବ୍ ମିଳିବନି, କାରଣ ଏଠି ତମ ପାଇଁ ସିଟ୍ ହିଁ ନାହିଁ। ଏ କଣ କହୁଛନ୍ତି ସାର୍? ଆମର ଜେନେରାଲ କାଷ୍ଟ ବୋଲି ଆପଣ ମୋତେ ସିଟ୍ ହିଁ ଦେବେନି ଜବରେ? ସାର୍ ପ୍ଲିଜ୍ ସାର୍, ସାର୍ ଟିକେ ଜବ୍ କରିଦିଅନ୍ତୁ ସାର୍ ଏଇଠି। ଆରେ ନାଳୁଆ, ତମେ ବୁଝୁନା କାହିଁକି? ଉପର ଅଫିସରୁ ଆମକୁ ଅର୍ଡର ଆସିଛି ଯେ କେବଳ SC ST ଆଉ OBC ପିଲାଙ୍କୁ ହିଁ ଜବ୍ରେ ରଖାହବ, ଜେନେରାଲ ପିଲାଙ୍କୁ ନୁହେଁ।